ଫୁଲଟାରେ ବୋମାମାଡ଼ ଓ ଆତଙ୍କରାଜ ଘଟଣା ଦୁଇ ଗୋଷ୍ଠୀର 8 ଜଣଙ୍କୁ ବାନ୍ଧିଲା ପୁଲିସ। ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁରେ ଦୀର୍ଘ ବର୍ଷ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ପତିଆରା ପାଇଁ ଛକାପଞ୍ଜା ଲାଗି ରହିଛି। ଶାନ୍ତି କମିଟି ଗଠନ ହେଇ ତାକୁ କେହି ନ ମାନି ଆକ୍ରମଣ ଓ ପ୍ରତି ଆକ୍ରମଣ ଭଳି ଘଟଣା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ହେଲେ ସେଠାରେ ଶାନ୍ତି ଫେରୁନି। ଗତ 2 ତାରିଖ ରାତ୍ର ଗାଁ ଦଣ୍ଡାରେ ବିଭିନ୍ନ ବୋମାମାଡ଼ ସହ ଆତଙ୍କରାଜ ଦେଖା ଦେଇଥିଲା। ଉକ୍ତ ଘଟଣାରେ ଏବେ ପୁଲିସ ଉଭୟ ଗୋଷ୍ଠୀର 8 ଜଣଙ୍କୁ ବାନ୍ଧିଛି। ସେମାନେ ହେଲେ ଲିଙ୍ଗରାଜ ଚର୍ଚ୍ଚ ବଳରାମ ନାହକ ସନ୍ନ୍ୟାସୀ ସାସମଲ, ସୁକାନ୍ତ ନାହକ ଦଣ୍ଡପାଣି ସାସମଲ, ପୂର୍ଣ୍ଣ ବସ୍ତିଆ ତପନ ଚର୍ଚ୍ଚ ଓ ସନ୍ତୋଷ ମଲ୍ଲିକକୁ ଗିରଫ କରି ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଘଟଣାର ତଦନ୍ତ ଜାରି ରହିଛି। ଯେଉଁମାନଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବ ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି। ଗାଁରେ ଏବେ ପୋଲିସ ଫୋର୍ସ ମୁତୟନ ରହିଛି। ଘଟଣା ପରେ ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଏବେ ଖୋଜି ଖୋଜି ଧରୁଛି। ଘଟଣାରୁ ପ୍ରକାଶ ଯେ ଗତ 2 ତାରିଖ ରାତ୍ର ପ୍ରାୟ 10ଟାରେ ଉକ୍ତ ଗ୍ରାମର ଘନ ଘନ ବୋମାମାଡ଼ ହୋଇଥିଲା। ପ୍ରଚଣ୍ଡ ଶବ୍ଦ ହେବାରୁ ସାଧାରଣ ଲୋକେ ଭୟଭୀତ ହୋଇଥିଲେ। ଘଟଣା ପରେ ଗାଁରେ ତାଟି କବାଟ ପଡ଼ିଯାଇଥିଲା। ଖବର ପାଇ ପୋଲିସ ସେଠାରେ ପହଞ୍ଚି ତଦନ୍ତ କରିବା ସହ ବୋମା ଜବତ କରିଥିଲା। ପୂର୍ବରୁ ଦୁଇ ଗୋଷ୍ଠୀ ପକ୍ଷରୁ ଆକ୍ରମଣ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିବା ଯୁବକମାନେ ଗାଁକୁ ଫେରିବା ପରେ ଏହି କାଣ୍ଡ ଘଟାଇଥିବା ପୁଲିସ ଜାଣିବାକୁ ପାଇଥିଲା। ଗଞ୍ଜାମରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, A1 ଓଡ଼ିଶା।